ଦେଖନ୍ତୁ ଏଇଟା ହେଉଛି OSTT 2022 ସେଟ୍ ବି। ଆମେ ଏବେ ଡିସ୍କସନ୍ କରିବା ଜୁଲୋଜିରେ ଆସିଥିବା 20ଟି କ୍ୱେଶ୍ଚନ୍ କିପରି ଭାବେ ଆସିଥିଲା 2022ର କ୍ୱେଶ୍ଚନ୍, ଆଉ ଏଥର କେଉଁଭଳି କ୍ୱେଶ୍ଚନ୍ ଆସିବ। ଚାଲନ୍ତୁ ଦେଖିବା। ଏବେ କ'ଣ ଜୁଲୋଜି ସେକ୍ସନକୁ ଯିବା, ଦେଖିବା 20ଟି କ୍ୱେଶ୍ଚନ୍ ପୁରା ଭଲ ଭାବେ ଡିସ୍କସନ୍ କରିବା ଏବଂ ସବୁ ଗୋଟେ ଗୋଟେ କରି ବୁଝିବା। ଚାଲନ୍ତୁ ଦେଖନ୍ତୁ ସାଇନ୍ସ CBZ ଜୁଲୋଜିର 81 ନମ୍ବର କତରୁ ଆରମ୍ଭ ହୋଇଛି 100 ନମ୍ବର ଯାଏଁ ଅଛି। ଚାଲନ୍ତୁ ଗୋଟେ ଗୋଟେ ଏବେ ଆମେ ଦେଖିବା। ଦେଖନ୍ତୁ ହୁ ଗେଭ୍ ଦ 5 କିଙ୍ଗଡମ୍ କ୍ଲାସିଫିକେସନ୍ ଅଫ୍ ଲିଭିଂ ଅର୍ଗାନିଜିମ୍। ଅପସନ୍ ଏ ଦେଇଛି କ'ଣ କାର୍ଲସ୍ ଲିନିୟସ୍, ଅପସନ୍ ବି ଦେଇଛି କ'ଣ ଏର୍ନେଷ୍ଟ ହ୍ୟାକେଲ୍, ଅପସନ୍ ସି କ'ଣ ଦେଇଛି ରବର୍ଟ ହୁଇଟାକର, ଅପସନ୍ ଡି କ'ଣ ଦେଇଛି ମୋର୍ଗାନ୍। ଏହାର ଆନ୍ସର୍ କ'ଣ ହେଇଯିବ ଅପସନ୍ ସି ରବର୍ଟ ହୁଇଟାକର। ତାପରେ ଦେଖନ୍ତୁ କ'ଣ ଦେଇଛି 82 ନମ୍ବର କ୍ରସିଂ ଓଭର ଅକର୍ସ ଇନ୍। କ୍ରସିଂ ଓଭର କେଉଁଠି ହୁଏ? ମାଇଟୋସିସ୍ରେ ନା ଏମାଇଟୋସ୍ ସେଲ୍ରେ ନା ମିଓଟିକ୍ ସେଲ୍ରେ ନା ମ୍ୟୁଟେଟିଂ ସେଲ୍ରେ? କ'ଣ ହେଇଯିବ ଅପସନ୍ ସି ମିଓଟିକ୍ ସେଲ୍। ମିଓଟିକ୍ ସେଲ୍ରେ କ'ଣ ହୁଏ? କ୍ରସିଂ ଓଭର ହୁଏ। ତାପରେ 83 ନମ୍ବର ଦ ସେଣ୍ଟ୍ରୋମିୟର ଅଫ୍ କ୍ରୋମୋଜୋମ୍ ଡିଭାଇଡ୍ସ ଇଣ୍ଟୁ 2 ଇନ୍ ଡ୍ୟାସ୍। ଦ ସେଣ୍ଟ୍ରୋମିୟର ଅଫ୍ କ୍ରୋମୋଜୋମ୍ସ ଡିଭାଇଡ୍ସ ଇଣ୍ଟୁ 2 ଇନ୍ ଡ୍ୟାସ୍। କ'ଣ ହେଇଯିବ ଆନାଫେଜ୍। ତାପରେ ହୁଇଚ୍ ନାଇଟ୍ରୋଜିନିୟସ୍ ବେସ୍ ଇଜ୍ ଆବସେଣ୍ଟ ଇନ୍ RNA। କେଉଁ ନାଇଟ୍ରୋଜିନିୟସ୍ ବେସ୍ଟା ଭିତରୁ ଆବସେଣ୍ଟ ଅଛି କେଉଁଥିରେ? RNAରେ। କ'ଣ ଦେଇଛି ଆଡେନିନ୍, ଗୁଆନିନ୍, ସାଇଟୋସିନ୍, ଥାୟାମିନ୍। କ'ଣ ନାହିଁ? ଥାୟାମିନ୍ ଆବସେଣ୍ଟ ଥାଏ। 85 ନମ୍ବରକୁ ଯିବା। କ'ଣ ଦେଇଛି ଦେଖନ୍ତୁ ଦ ମେସେଞ୍ଜର RNA ଇଜ୍ ଫର୍ମଡ ଆଜ୍ ଏ ୱାର୍କିଂ କପି ଅଫ୍ ଦ exact information contained in a segment of a DNA strand. This process is called transcription. ତାପରେ ଦେଖନ୍ତୁ 86 ନମ୍ବର ଦ ମଡର୍ନ ସିନ୍ଥେଟିକ୍ ଥିଓରି ଅଫ୍ ଇଭଲ୍ୟୁସନ୍ ଇଜ୍ ବେସ୍ଡ ଅନ୍। ଅପସନ୍ ଏ ଦେଇଛି କ'ଣ ଜେନେଟିକ୍ ରିକମ୍ବିନେସନ୍ ଆଣ୍ଡ ନ୍ୟାଚୁରାଲ୍ ସିଲେକ୍ସନ୍, ଜେନେଟିକ୍ ଆଣ୍ଡ କ୍ରୋମୋଜୋମାଲ୍ ମ୍ୟୁଟେସନ୍, ଅପସନ୍ ସି ରିପ୍ରଡକ୍ଟିଭ୍ ଆଇସୋଲେସନ୍, ଅପସନ୍ ଡି ଅଲ୍ ଅଫ୍ ଦିସ୍ ସବୁ ହୁଏ। 87 ଡ୍ୟାସ୍ ହେଲ୍ପସ୍ ଇନ୍ କନଭର୍ଟିଂ ଫିବ୍ରିନୋଜେନ୍ ଇଣ୍ଟୁ ଫିବ୍ରିନ୍। କିଏ? ଥ୍ରୋମ୍ବିନ୍। 88 ନମ୍ବର କ୍ୱେଶ୍ଚନ୍ ଦେଖିବା ଆସନ୍ତୁ। 88 ଟେଷ୍ଟୋଷ୍ଟିରନ୍ ଇଜ୍ ସିକ୍ରେଟେଡ୍ ବାଇ। ଟେଷ୍ଟୋଷ୍ଟିରନ୍ଟା ଆ ଭିତରୁ କେଉଁଠି ସିକ୍ରେଟ୍ ହୁଏ? କ'ଣ ଦେଇଛି ସେଟୁଏଲ୍ ସେଲ୍, ଏସିନର୍ ସେଲ୍, ଫଲିକୁଲାର ସେଲ୍, କ'ଣ ଲେଡିଂ ସେଲ୍। ଟେଷ୍ଟୋଷ୍ଟିରନ୍ କେଉଁଠୁ ଆସେ? ଲେଡିଂ ସେଲ୍। ଦ ଲିମ୍ଫ ଡିଫର୍ସ ଫ୍ରମ୍ ବ୍ଲଡ଼ ଇନ୍ ହାଭିଂ ଡ୍ୟାସ୍। ଦେଇଛି କ'ଣ ଦ ଲିମ୍ଫ ଡିଫର୍ସ ଫ୍ରମ୍ ବ୍ଲଡ଼ ଇନ୍ ହାଭିଂ नो RBC मोर WBC। तार RBC टोटाल न थाए और अधिका परिमाण कौन थाए? WBC थाए। तापर देखंतु 90 नंबर होमोलोगस ऑर्गन आर। होमोलोगस ऑर्गन क्या कहवा? सिमिलर इन ओरिजिन बट डिसिमिलर इन फंक्शन। ओरिजिन सिमिलर गोटे जगार से सब उत्पत्ति होती किंतु कौन तार फंक्शन सब अलग अलग। 91 द इम्पोर्टाट एंजाइम प्रेजेंट इन पैनक्रियाटिक जूस आर। ऑप्शन ए कौन ट्रिप्सिन, अमाइलोप्सिन, स्टेप्सिन। तार ऑप्शन देती कौन पेप्सिन, रेनिन, गैस्ट्रिक लाइपेज। ऑप्शन सी देती कौन इरिप्सिन, इनवर्टेज लाइपेज। ऑप्शन डी कौन देती टाइलिन, माल्टेज, लैक्टेज। ऑप्शन ए कौन हो राइट आंसर। 92 व्हाट इज द एंड प्रोडक्ट ऑफ ग्लाइकोलाइसिस? कौन हो? पायरुविक एसिड। एटा समस्त जानते। द अमाउंट ऑफ एयर दैट मूव्स in and out of the lungs with each inspiration and expiration is called tidal volume. 94 देखंतु which of the following is not a structure of kidney। सब नॉट टाइप देखुथिबे सब सेक्शन ले पेडागोजी रे हो, बॉटनी रे हो, जूलॉजी रे हो, जो नॉट टा सब देखुथिबे। ऑप्शन ए कॉर्टेक्स, ऑप्शन बी यूथ्रेरा, ऑप्शन सी मेडुला, ऑप्शन डी पेल्विस। ऑप्शन बी कौन हो? यूथ्रेरा। 95 देखंतु ड्यूरिंग व्हिच प्रोसेस द पोलार बॉडीज आर फॉर्मड। को प्रोसेस रे पोलार बॉडीटा फॉर्म होती? कौन? oogenesis। व्हेन an animal moves towards the source of light is called phototropism। ये सब जानते। डैश इज द एक्सक्रीटोरी यूनिट ऑफ किडनी इन द मैन। यूनिफेरस ट्यूबुल। ऑप्शन बी। इजी था, बहुत इजी था 2022 जूलॉजी क्वेश्चन। एथर मत इजी आसे जूलॉजी बॉटनी क्वेश्चन प्राय इजी आसे। केमिस्ट्री टिके ये आसे ना बॉटनी जूलॉजी क्वेश्चन प्राय इजी आसे। 20 टा 12टा 15टा तो आप इजिली करेंगे।
nerves which carry impulse from receptor organs such as skin, eyes, nose, muscles to the brain and spinal cord are somatic sensory. 99 ଦେଖ in a tiger 99 ଦେଖନ୍ତୁ in a tiger reserve the tiger is placed in the option A ଦେଇଛି center of complex food web, apex of the food chain, bottom of the food chain, core of the reserve forest କଣ ହେଇଯିବ apex of the food chain. 100 ନମ୍ବର ଦେଖନ୍ତୁ soon after the activation of the egg a zygote develops into a mature organism by undergo cleavage. ଏଇଟା ଆପଣ କମ୍ପ୍ଲିଟ୍ ହେଲା 100ଟି କ୍ୱେଶ୍ଚେନ୍ 20ଟି କ୍ୱେଶ୍ଚେନ୍ ଯେଉଁ ଆସିଛି 100 ନମ୍ବର ଯାଏଁ ଏବଂ 20ଟି କ୍ୱେଶ୍ଚେନ୍ ଯେଉଁ ଆସିଥିଲା ଜୁଲୋଜିରେ ଜୁଲୋଜି କ୍ୱେଶ୍ଚେନ୍ ବହୁତ ଇଜି ଆସେ ଆପଣମାନେ ମିନିମମ୍ 20ଟାରୁ 12ଟା 15ଟା ଆରାମରେ କରିପାରିବେ କିଛି ବ୍ୟସ୍ତ ନାହିଁ। ଆଉ ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ତାହେଲେ ପ୍ରଥମେ ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ ରହିଲି ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ ଆଉ ଗୋଟେ ବିଷୟ ନେଇ।